ଦେଖନ୍ତୁ ଗରିବ ଲୋକ ଯୋମାନେ ପାଖରେ ପଇସା ନାହିଁ, ଯୋମାନେ ଅର୍ଥର ବ୍ୟବସ୍ଥାରେ ସାମିଲ ହେଇପାରୁନାହାନ୍ତି, ଖଟିଖିଆ ମଜଦୁର କୁଲି ମଜଦୁର ଯୋଉମାନେ କରିକି ବଞ୍ଚନ୍ତି, ସେମାନେ 5 କିଲିଆ ଗ୍ୟାସ୍ ନେଇକିରି ଚଳନ୍ତି। ଯେହେତୁ 5 କିଲିଆ ଗ୍ୟାସ୍ ଯଦି ସରକାର ବନ୍ଦ କରିଦେବେ, ବ୍ୟାଙ୍କ ଘୋଷଣା କରିବେ, ତାହେଲେ ଗରିବ ଲୋକ ଅନାହାରରେ ମରିଯିବେ, ତାଙ୍କୁ ଆଉ ଗ୍ୟାସ୍ ବ୍ୟବହାର କରିପାରିବେ ନାହିଁ। ଏ ସରକାର ଗରିବ ଲୋକଙ୍କୁ ମାରିବା ପାଇଁ ବସିଛନ୍ତି କି? ସରକାର ଗରିବମାନଙ୍କୁ ଲୁଟି ଖାଇବା ପାଇଁ ବସିଛନ୍ତି କି? ସେଥିପାଇଁ ଏ ସରକାରଙ୍କୁ ନିବେଦନ ଯେ ଦୟାକରି ତୁମକୁ ରାଜରାସ୍ତାରେ ଆମକୁ ଓହ୍ଲାଇବାକୁ ଦିଅନି। 5 କିଲିଆ ଗ୍ୟାସ୍ ଯେଉଁ ଥିଲା ତାକୁ ପ୍ରଚଳନ ପୁନର୍ବାର କରନ୍ତୁ ଏବଂ ଗରିବ ଲୋକମାନଙ୍କର ଏ ସମସ୍ୟାକୁ ସମାଧାନ କରନ୍ତୁ। ଗୋଟେ ଆଜ୍ଞା 5 କିଲୋ ଚାଉଳ ଦେଲେ କିନ୍ତୁ 5 ଲିଟର ଗ୍ୟାସ୍ କୁ ବ୍ୟାନ୍ କରିଦେଲେ। ହଷ୍ଟେଲ ପିଲା ଆगे ଯୋଉମାନେ 2 ଜଣ 3 ଜଣ ଲେଖେ ପିଲା ବିଭିନ୍ନ ଜାଗାରେ ରୋଷେଇ କରି ଖାଉଥିଲେ ଛାତ୍ରମାନେ, ସେମାନେ ବି ହଇରାଣ। 5 କିଲିଆ ଗ୍ୟାସ୍ ନେଇପାରିବେନି ଏବଂ ଯେଉଁ 5 କିଲିଆ ଚାଉଳ ଦେଲେ ଇଆଡ଼େ 5 କିଲୋ ଗ୍ୟାସ୍ କାଟିଲେ। ତା ଅର୍ଥ ସରକାର କେବେ ଲୋକଙ୍କର ଖୁସିଟାକୁ ଦେଖନ୍ତିନି। ସରକାର ସବୁବେଳେ ଲୋକଙ୍କ ଉପରେ ଚାପ ସୃଷ୍ଟି କରନ୍ତି। ଲୋକଙ୍କୁ ଯେତିକି ଆବଶ୍ୟକତା ଯୋଗାଇ ପାରୁନାହାନ୍ତି ବୋଲି ଏମିତି କାଟୁଛନ୍ତି। ଲୋକଙ୍କୁ ଯାହା ଆବଶ୍ୟକତା ଅଛି, ଯାହା ଦରକାର, ଯେତିକି ଗ୍ୟାସ୍ ଦରକାର ଅଛି ତାକୁ ଆଙ୍କେ ପୂରଣ କରିପାରୁନାହାନ୍ତି। ସେଥିପାଇଁ ଆଙ୍କେ ବାରମ୍ବାର ପ୍ରତ୍ୟେକ ସମୟରେ ନିଷ୍ପତ୍ତି ବଦଳାଉଛନ୍ତି। ତାଙ୍କର କିଏ ଡାଇରେକ୍ଟର ଅଛି ମୁଁ ଜାଣିନି, କିନ୍ତୁ ଏ ନିଷ୍ପତ୍ତି ଯିଏ କରିଛି ତାକୁ ଆମେ ଦୃଢ଼ ନିନ୍ଦା କରୁଛୁ ସରକାର।